ଆସନ୍ତୁ ଆଜି ଆମେ ଆରମ୍ଭ କରିବା ନୂତନ ବିଦ୍ୟାର୍ଥୀମାନଙ୍କ ପାଇଁ ନୂତନ ଅଧ୍ୟାୟ, ଯାହାର ବିଷୟର ନାଁ ହେଉଛି କ'ଣ ନା ଆମେ ପ୍ରଥମେ ପରିବାର ବର୍ଗଠାରୁ ଆମର ପ୍ରଥମ ଅଧ୍ୟାୟ ଆରମ୍ଭ କରିବୁ, ଯାହାର ବିଷୟର ନାଁ ହେଉଛି ତଳେ ଚିତ୍ରରେ ଯିଏ ନାହାନ୍ତି ତାଙ୍କୁ ଗାର ଦେଇ ଚିହ୍ନାଅ। ଆସନ୍ତୁ ପ୍ରଥମ ଚିତ୍ରକୁ ଭଲ କରି ଦେଖିବା। ଏଇ ଯେଉଁ ଚିତ୍ରରେ ଯେତେ ଜଣ ଅଛନ୍ତି, ପ୍ରଥମ ଚିତ୍ରକୁ ଆପଣଙ୍କ ପରିବାରର ବର୍ଗ ବୋଲି ବା ପରିବାରର ସଦସ୍ୟ ବୋଲି ଭାବନ୍ତୁ, ଯାହାକି ଆପଣଙ୍କ ପରିବାରରେ ଏତିକି ବ୍ୟକ୍ତି ଅଛନ୍ତି। ତାହେଲେ ଆସନ୍ତୁ ପ୍ରଥମ ଚିତ୍ରଟି ଦେଖିବା। ପ୍ରଥମ ଚିତ୍ରରେ ସୋଫାରେ କିଏ କିଏ ବସିଛନ୍ତି? ଜେଜେବାପା ଅଛନ୍ତି। ଜେଜେବାପାଙ୍କ ପାଖରେ ମୁନା ଅଛି। ମୁନା ପାଖରେ କୁନି ଅଛି। କୁନି ପାଖରେ ଜେଜେମା ଅଛନ୍ତି। ତାହେଲେ ସୋଫାରେ କେତେ ଜଣ ବ୍ୟକ୍ତି ବସିଛନ୍ତି? 4 ଜଣ। ଜଣେ, 2 ଜଣ, 3 ଜଣ, 4 ଜଣ ବ୍ୟକ୍ତି ବସିଛନ୍ତି। ସୋଫା ପାଖରେ କେଉଁ କେଉଁ ବ୍ୟକ୍ତି ଛିଡ଼ା ହେଇଛନ୍ତି? ନା ଦାଦା ଅଛନ୍ତି। ଦାଦାଙ୍କ ପାଖରେ ବାପା ଅଛନ୍ତି। ବାପାଙ୍କ ପାଖରେ ମା ଅଛନ୍ତି। ମାଙ୍କ ପାଖରେ ପିଉସୀ ମା ଅଛନ୍ତି। ତାହେଲେ ତୁମ ପରିବାରରେ ଏତିକି ବ୍ୟକ୍ତି ଅଛନ୍ତି। ତାହେଲେ ଏଇଟା ତୁମ ପରିବାରର ଗୋଟିଏ ପୁରା ଫଟୋ ଅଟେ। ତାହେଲେ ଆସ ଏବେ ଦ୍ୱିତୀୟ ଚିତ୍ରକୁ ଯିବା। ଦ୍ୱିତୀୟ ଚିତ୍ରରେ ଦେଖିବା କେଉଁ କେଉଁ ବ୍ୟକ୍ତି ଅଛନ୍ତି, ସୋଫାରେ କେତେ ଜଣ ବସିଛନ୍ତି। ପ୍ରଥମ ଚିତ୍ରରେ ସୋଫାରେ କେତେ ଜଣ ବସିଥିଲେ, ଦ୍ୱିତୀୟ ଚିତ୍ରରେ ସୋଫାରେ କେତେ ଜଣ ବସିଛନ୍ତି। ଦ୍ୱିତୀୟ ଚିତ୍ରରେ ଦେଖିବା, ପ୍ରଥମ ଚିତ୍ର ଭଳିଆ ଜେଜେବାପା ଅଛନ୍ତି। ଜେଜେବାପାଙ୍କ ପାଖରେ ମୁନା ମଧ୍ୟ ଅଛି। ମୁନା ପାଖରେ କୁନି ମଧ୍ୟ ଅଛି। କୁନି ପାଖରେ ଜେଜେମା ଅଛନ୍ତି। ତାହେଲେ ପ୍ରଥମ ଚିତ୍ରରେ ସୋଫାରେ ଯେତେ ଜଣ ବସିଥିଲେ, ଦ୍ୱିତୀୟ ଚିତ୍ରରେ ସୋଫାରେ ମଧ୍ୟ ସେତିକି ଜଣ ବସିଛନ୍ତି। ତାହେଲେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଏବେ ଦେଖିବା। ଛିଡ଼ା ହୋଇଥିବା ବ୍ୟକ୍ତି ହେଉଛି, ପ୍ରଥମେ ଦାଦା ଥିଲେ ପ୍ରଥମ ଚିତ୍ରରେ, ଦ୍ୱିତୀୟ ଚିତ୍ରରେ ମଧ୍ୟ ଦାଦା ଅଛନ୍ତି। ତାହେଲେ ହେଉଛି ଦାଦାଙ୍କ ପାଖରେ କିଏ ଥିଲେ ପ୍ରଥମ ଚିତ୍ରରେ? ନା ବାପା ଥିଲେ। ଦ୍ୱିତୀୟ ଚିତ୍ରରେ ମଧ୍ୟ ବାପା ଅଛନ୍ତି। ପ୍ରଥମ ଚିତ୍ରରେ ବାପାଙ୍କ ପାଖରେ କିଏ ଥିଲେ? ନା ମା ଥିଲେ। ତାହେଲେ ଦ୍ୱିତୀୟ ଚିତ୍ରରେ ବାପାଙ୍କ ପାଖରେ କିଏ ନାହାନ୍ତି? ନା ମା ନାହାନ୍ତି। ତାହେଲେ ମାଙ୍କ ପରେ କିଏ ଛିଡ଼ା ହେଇଥିଲେ? ନା ପିଉସୀ ମା ଛିଡ଼ା ହେଇଥିଲେ। ସେ ପିଉସୀ ମା ଛିଡ଼ା ହେଇଛନ୍ତି, କିନ୍ତୁ ଏଇ ଦେଖ ମାଙ୍କ ଯେଉଁଠି ମା ଛିଡ଼ା ହେଇଥିଲେ ସେଇ ଜାଗାଟି ଫାଙ୍କା ଅଛି। ତାହେଲେ ବହିର ପ୍ରଶ୍ନ ଅନୁଯାୟୀ ତଳେ ଚିତ୍ରରେ ଯିଏ ନାହାନ୍ତି ତାଙ୍କୁ ଗାର ଦେଇ ଚିହ୍ନାଅ। ତାହେଲେ ଚିତ୍ରରେ କିଏ ନାହାନ୍ତି? ମା ନାହାନ୍ତି। ମାଙ୍କ ସ୍ଥାନଟା ଫାଙ୍କା ଅଛି ନା। ତାହେଲେ ବହିର ପ୍ରଶ୍ନ ଅନୁଯାୟୀ ମାଙ୍କୁ ଗାର ଟାଣି ଆଣି ଏଇ ପାଖରେ ଥୋଇବା। ୟାର ଉତ୍ତର କ'ଣ ହେବ? ନା ହେଉଛି ଦ୍ୱିତୀୟ ଚିତ୍ରରେ ମା ନାହାନ୍ତି। ତାହେଲେ ଆଜିର ପ୍ରଥମ ଅଧ୍ୟାୟଟି ଏଇଠାରେ ଶେଷ ହୋଇଛି। ରହିଲି। ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ପଠନର ଶୈଳୀ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ।